ଯେତିକି ନିଜର ହୁଅନ୍ତି ସେ ସେତିକି ଅଧିକ କଷ୍ଟ ଦିଅନ୍ତି। ନହେଲେ ପର ଲୋକ ତ ସାମାନ୍ୟ ଧକ୍କାରେ ବି ଭୁଲ ମାଗି ନିଅନ୍ତି। ସବୁ ପ୍ରେମର ଅନ୍ତ ମଥାର ସିନ୍ଦୁରରେ ହୋଇନଥାଏ। କିଛି ଡାଏରୀର ପୃଷ୍ଠାରେ ତ ଆଉ କିଛି ଆଖିର ଲୁହ ବୋହିଯାଇଥାଏ। ଏମିତି କଷ୍ଟ ଥାଏ ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନଥାଏ। ନୀରବତା ହିଁ ଯଥେଷ୍ଟ ହୋଇଥାଏ। ଆଜିକାଲି ଝିଅ ଯଦି ସୁନ୍ଦର ଆଉ ପୁଅ ପାଖରେ ପଇସା ଅଛି ତ ସଚ୍ଚା ପ୍ରେମ ଆପେ ଆପେ ହୋଇଯାଏ। ଜୀବନରେ ଯଦି ହସିବାଟା ସିମ୍ପଲ, ଭଲ ପାଇବାଟା ବି ସିମ୍ପଲ, ଜିତିବାଟା ବି ସିମ୍ପଲ, ତାହେଲେ କଷ୍ଟ କ'ଣ? କଷ୍ଟ ହେଉଛି ସିମ୍ପଲ ହେଇ ସାରା ଜୀବନ ବଞ୍ଚିବା। ଝିଅମାନଙ୍କ ପାଇଁ କୌଣସି ବି ଦାମୀ ଉପହାର ତାଙ୍କ ଇଜ୍ଜତ ଠାରୁ ବଡ଼ ହୋଇନଥାଏ। ମିଛ ପ୍ରେମ କରୁଥିବା ଝିଅ ଏହି ଦୁଇଟି ଜିନିଷ ନିଶ୍ଚୟ ଲୁଚେଇବ। ପ୍ରଥମ ତାର ପୁରୁଣା ପ୍ରେମ ବିଷୟରେ ଆଉ ଦ୍ୱିତୀୟ ତାର ପୁରୁଣା ବନ୍ଧୁ ବିଷୟରେ ଯେ ଏବେ ତା ସହ ଶତ୍ରୁ ହୋଇଯାଇଛି। ଜଣେ ଗରିବ ହିଁ ବୁଝିପାରିବ କି ଆଉ ଜଣେ ଭୋକର ଶୋଇବାର କଷ୍ଟ କେତେ। ଜଣେ ସଚ୍ଚା ପ୍ରେମ ହିଁ ବୁଝିପାରିବ କି ଆଉ ଜଣେ ପ୍ରେମୀର ବିଚ୍ଛେଦର କେତେ କଷ୍ଟ। ସେହି ମଣିଷ ଉଚିତ ମଣିଷ ହୋଇଥାଏ ଯିଏ ଖରାପ ସମୟରେ ଭାଙ୍ଗି ପଡ଼େନି ଆଉ ଭଲ ସମୟରେ ଗର୍ବ କରେନି। ତତେ ମୋ ଭାଗ୍ୟ ଭାବିକି ଏତେ ବର୍ଷ ହେଲା ମିଛ ସ୍ୱପ୍ନ ଦେଖିଲି। ମୁଁ କି ଜାଣିଥିଲି ତୋ ଭାଗ୍ୟରେ ଆଉ କିଏ ଅଛି ଆଉ ମୋ ଭାଗ୍ୟ କେବଳ ଦୁଃଖରେ କାଟିବି ବୋଲି। ଗୋଟିଏ ଝିଅ ସବୁବେଳେ ସେହି ପୁଅକୁ ମିସ୍ କରିଥାଏ ଯେ ସବୁବେଳେ ତା ହସର କାରଣ ହୋଇଥାଏ। ଯାହା ସହଜରେ ବୁଝି ହୁଏ ତାକୁ କାହାଣୀ କୁହାଯାଏ ଆଉ ଯାହା ସହଜରେ ବୁଝି ହୁଏନି ତାକୁ ଜୀବନ କୁହାଯାଏ। ଯାହାର ଇଚ୍ଛା ସାଥିରେ ଚାଲିବାର ଥାଏ ସେ ବାହାନା ନୁହେଁ ରାସ୍ତା ଖୋଜିଥାଏ। ସମ୍ପର୍କ ବନ୍ଧୁତାର ହେଉ ଅବା ପ୍ରେମର, ତୃତୀୟ ଜଣ ଆସିଲେ ଫରକ ହିଁ ପଡ଼ିଯାଏ। ନିଦ ବି କେତେ ଅଜବ ଜିନିଷ ନା। ଯଦି ଆସିଲା ସବୁ କିଛି ଭୁଲେଇ ଦିଏ ଆଉ ଯଦି ନ ଆସିଲା ସବୁକିଛି ହିଁ ମନେ ପକେଇ ଦିଏ। କିଛି ସମ୍ପର୍କ ଯେଉଁ ଅବସ୍ଥାରେ ଥାଏ ସେ ଅବସ୍ଥାରେ ଛାଡ଼ିଦେବା ଭଲ। ତାକୁ ସମ୍ଭାଳିବାରେ ମଣିଷ ନିଜେ ବର୍ବାଦ ହୋଇଯାଏ। କେବଳ ଗୋଲାପ ଦେଲେ ଯଦି ପ୍ରେମ ହୋଇଯାଆନ୍ତା ଜଣେ ମାଳି ସାରା ସହରର ପ୍ରେମିକ ବନିଯାଆନ୍ତା। ସବୁ ସମ୍ପର୍କର କୌଣସି ନାମ ନଥାଏ। ଯେବେ ଅଚିହ୍ନା ଅଜଣା ନିଜର ଲାଗେ ତାହାର ନାମ ପ୍ରେମ ହୋଇଥାଏ। ବର୍ଷା ବହୁତ ସୁନ୍ଦର ହୋଇଥାଏ କିନ୍ତୁ କେବଳ ତାରି ପାଇଁ ଯାହାର ଘର ପକ୍କା ଥାଏ। ଯଦି ପ୍ରତି କଥାକୁ ବୁଝାଇବାକୁ ପଡ଼େ, ଯେକୌଣସି ବାଟରେ ସଫେଇ ଦେବାକୁ ପଡ଼େ ତ ବୁଝିନୁ ଏବେ ସମ୍ପର୍କ ଭାଙ୍ଗିବାକୁ ଯାଉଛି। ଯେ ତୁମକୁ କେବଳ ଟାଇମ୍ ପାସ୍ ପାଇଁ ପ୍ରେମ କରିଥାଏ ଦେଖିବ ତାର ବଡ଼ ପରିଚୟ ଏହି ଗୋଟିଏ ହୋଇଥାଏ। ତମର ଅଭିମାନରେ କିଛି ବି ଫରକ ପଡ଼ିନଥାଏ। ଭୁଲ ଯାହାର ବି ଥାଉ, ଝଗଡ଼ା ପରେ ଯିଏ ପ୍ରଥମେ କଥା ହୁଏ ସେ ପ୍ରକୃତରେ ସମ୍ପର୍କର ମୂଲ୍ୟକୁ ଠିକ୍ ବୁଝିଥାଏ। ଜୀବନ ସାଥୀ ଦିନେ ନା ଦିନେ ସମସ୍ତଙ୍କୁ ମିଳେ, ହେଲେ ମନର କଥା ଏବଂ ହୃଦୟର ଭାଷା ଯିଏ ବୁଝିପାରୁଥିବ ଏମିତି ସାଥୀ କେବଳ ଭାଗ୍ୟରେ ଥିଲେ ମିଳେ। ଯେତେବେଳେ ମଣିଷ ଚାଲିବା ଶିଖିନଥିବ ଲୋକେ ପଡ଼ିବାକୁ ଦେବନି। ଯେବେ ମଣିଷ ଚାଲିବା ଶିଖିନେବେ ଏବଂ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରିବ ଲୋକ ସବୁବେଳେ ତଳେ ପକାଇବାକୁ ଚେଷ୍ଟା କରିବେ। ଦୁଃଖରେ ଥିବା ଲୋକଙ୍କୁ ଉପଦେଶ ନୁହେଁ ସହାନୁଭୂତି ଆଉ ସାହାରା ଲୋଡ଼ା ଥାଏ। ଯେଉଁ ଲୋକ ତୁମ ଦୁଃଖକୁ ସତରେ ବୁଝିଯାଆନ୍ତି ସେ କେବେ ବି ତୁମ ଦୁଃଖରେ କାରଣ ହୁଅନ୍ତି ନାହିଁ। ବିଚିତ୍ର ଲାଗିଲେ କଥାଟା ବି ସତ। ବଞ୍ଚିଥିବା ଲୋକଙ୍କୁ ଚୁପ୍ କରେଇ ଦିଅନ୍ତି ଆଉ ମରିକି ପଡ଼ିଥିବା ସବୁକୁ କହନ୍ତି ଉଠ କଥା କହ, ଚୁପ୍ ରହନା। ଏ ସମ୍ପର୍କ ବି ବହୁତ ବିଚିତ୍ର ହୋଇଗଲାଣି। ବିନା ବିଶ୍ୱାସରେ ଆରମ୍ଭ ହୁଏ ନାହିଁ ଏବଂ ବିନା ଧୋକାରେ ଶେଷ ହୁଏ ନାହିଁ। ଘର ଭାଙ୍ଗିଲେ ଏହି ସମାଜ କାହିଁକି କେଜାଣି ଗୋଟିଏ ନାରୀକୁ ହିଁ ଦୋଷ ଦିଅନ୍ତି। ଯେମିତି ଗୋଟିଏ ହାତରେ ତାଳି ବାଜିଥାଏ। କାହାକୁ କ୍ଷମା କରିଦେବା ବହୁତ ସହଜ କିନ୍ତୁ ତା ଉପରେ ପୁଣି ଥରେ ଭରସା କରିବା ବହୁତ କଷ୍ଟ। ଦୋଷ ହେଉଛି ତାର ଯିଏ ଭଲ ପାଇବା ଶିଖେଇଲା, ନହେଲେ ମୁଁ ଏକୁଟିଆ ବହୁତ ଖୁସିରେ ଥିଲି। ଭୁଲ ତ ଅନେକ ହୋଇଛି ଏ ଜୀବନରେ କିନ୍ତୁ ଦଣ୍ଡ ମିଳିଲା ସେଥିପାଇଁ ଯେଉଁ ଭୁଲ କେବେ କରି ହିଁ ନଥିଲେ। ପ୍ରକୃତ ପ୍ରେମ କେବେ ଭୁଲି ହୁଏନି ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଛି। ଅବଶ୍ୟ ଛଳରେ ଅନେକ ବଳ ଅଛି କିନ୍ତୁ ଭଲ ପାଇବାରେ ଆଜି ବି ସବୁ ସମସ୍ୟାର ସମାଧାନ ଅଛି। ଲୁହ ହସଠାରୁ ଅଧିକ ଭଲ ହୋଇଥାଏ। ଜାଣିଛନ୍ତି କ'ଣ ପାଇଁ? କାହିଁକି ନା ହସ ତ ସମସ୍ତଙ୍କ ପାଇଁ ଥାଏ କିନ୍ତୁ ଲୁହ ଜଣେ ଖାସ୍ ମଣିଷଙ୍କ ପାଇଁ ଆସିଯାଏ। ଜୀବନରେ କେହି ଯଦି ଆପଣଙ୍କୁ ଦେଖି ଜଳୁଛି ତାକୁ ଜଳିବାକୁ ଦିଅନ୍ତୁ।
ମନେ ରଖ, ସବୁବେଳେ ଜଳିବା ଜିନିଷ ଦିନେ ନା ଦିନେ ପାଉଁଶ ହୋଇଯାଏ। ସେ ଅହଙ୍କାର ହେଉ, ବସ୍ତୁ ହେଉ କିମ୍ବା ମଣିଷ। ବିଶ୍ୱାସ ଜିତିବାକୁ ବହୁତ ସମୟ ଲାଗିଥାଏ, କିନ୍ତୁ ତାକୁ ଭାଙ୍ଗିବା ପାଇଁ କେବଳ କିଛି କଥା ଦରକାର ଥାଏ। ପ୍ରେମରେ ପ୍ରଥମ ସୋପାନ ଏହା ହୋଇଥାଏ କି ପ୍ରେମର ବିଶ୍ୱାସ ଦରକାର, କାରଣ ପ୍ରେମରେ କୌଣସି ସନ୍ଦେହ ପାଇଁ ସ୍ଥାନ ନଥାଏ। ଜୀବନରେ ଦୁଇଟି ମଣିଷକୁ ଭୁଲିବା କଥା ନୁହେଁ। ପ୍ରଥମେ ସିଏ ଯିଏ ଆଗକୁ ବଢ଼ିବା ପାଇଁ ମୌକା ଦିଏ, ଆଉ ଦ୍ୱିତୀୟ ସିଏ ଯିଏ ପ୍ରଥମେ ଆଶା ଦେଖାଇ ପରେ ଧୋକା ଦେଇଥାଏ। ସ୍ୱାଧୀନତାର ଆକାଶରେ ଏତେ ଉପରକୁ ବି ଉଡ଼ିଯାଅ କି ସଂସ୍କାରର ମାଟିକୁ ବି ଛୁଇଁ ପାରିବ ନାହିଁ। ନିଜ ଶବ୍ଦର ବାଣ କେବେ ସେହିମାନଙ୍କ ଉପରେ ଚଲାଅ ନାହିଁ ଯିଏ ତୁମକୁ କଥା କହିବା ଶିଖାଇଛନ୍ତି। ବେଳେବେଳେ ସେହି ଦୀପ ହାତକୁ ଜଳାଇ ଦିଏ ଯାହାକୁ ଆମେ ପବନଠାରୁ ବଞ୍ଚେଇଥାଉ। କଥା ଫିଲିଂସ ଆଉ ଭଲ ପାଇବାରେ ଥାଏ। ମେସେଜ ତ କଷ୍ଟମର କେୟାର ବାଲା ବି କରିଥାନ୍ତି। ଧୋକା ପରେ ସମ୍ପର୍କ ପୁଣି ଥରେ ଯୋଡ଼ି ହୋଇପାରେ, କିନ୍ତୁ ବିଶ୍ୱାସ 100% ଯୋଡ଼ି ହୋଇପାରେ ନା। କଷ୍ଟ ଲୁହକୁ ନୁହେଁ, ଆଖିକୁ ହୋଇଥାଏ। ଲୁହ ତ ଅବୁଝା ଖୁସିରେ ବି ବାହାରି ଯାଇଥାଏ। ଆଜିକାଲି ବ୍ୟବହାର ଆଉ ସମ୍ପର୍କ ନୋଟ୍ ପରି ହୋଇଯାଇଛି। ଡର ଲାଗି ରହୁଛି କାଳେ ନକଲି ନୁହେଁ ତ। ଜୀବନଟା ସେତେବେଳେ ବହୁତ ସୁନ୍ଦର ହୋଇଥାଏ ଯେତେବେଳେ ସାଥିଟି ସ୍ୱାର୍ଥପର ହୋଇନଥାଏ। ଦୁଃଖରେ ରହିଥିବା ଲୋକ ହୁଏତ କାଲି ଖୁସିରେ ରହିପାରିବ, କିନ୍ତୁ ଦୁଃଖ ଦେଉଥିବା ଲୋକ କେବେ ବି ଖୁସିରେ ରହିପାରିବ ନାହିଁ। ଜୀବନ ମିଳିଛି ମାନେ ହିସାବ ନଥିବା ସମର୍ପଣ ଦେବାକୁ ପଡ଼େ। କିଛି ସ୍ୱପ୍ନକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେବାକୁ ପଡ଼େ। ଯଦି ଅନ୍ୟମାନଙ୍କ ପାଇଁ ବଞ୍ଚୁଛ ତେବେ ଠିକ୍ ଅଛି। ଯେବେ ନିଜ ପାଇଁ ବଞ୍ଚିବା ଆରମ୍ଭ କରିବ ତେବେ ବଞ୍ଚୁଥିବା ସମୟର ଗୋଟେ ଗୋଟେ ହିସାବ ଦେବାକୁ ପଡ଼େ। ଏ ଦୁନିଆରେ ସମସ୍ତେ ନିଜ କଥା ଚିନ୍ତା କରନ୍ତି, ହେଲେ ଭାବନ୍ତି ନାହିଁ ମୋ ପାଇଁ ଆଉ ଜଣେ କେତେ କଷ୍ଟ ପାଉଛି। ପ୍ରକୃତ ଭଲ ପାଇବାରେ 100 ରାଗ, ଅଭିମାନ, ଝଗଡ଼ା ଥାଉ ନା କାହିଁକି କେହି କେବେ ବି କାହା ହାତ ଛାଡ଼ନ୍ତି ନାହିଁ। ଦୁଃଖ ସହି ସହି ମଣିଷ କେବଳ ହସିବା ନୁହେଁ, କାନ୍ଦିବା ବି ଛାଡ଼ି ଦେଇଥାଏ। ମଣିଷ କେତେ ବି ଗୋରା ହୋଇଥାଉ ନା କାହିଁକି ତାର ଛାଇ ସବୁବେଳେ କଳା ହିଁ ହୋଇଥାଏ। ବିନା କାନ୍ଦରେ ପିଆଜ ବି କଟିନଥାଏ। ଇଏ ତ ପୁଣି ଜୀବନ, ଏମିତି କେମିତି କଟିଯିବ? ସହିବା ଦରକାର, ସୁଯୋଗ ଆସିଲେ କହିବା ବି ଦରକାର। ଜୀବନରେ ଶାନ୍ତି ସହିତ ଶାନ୍ତିରେ ରହିବା ବି ଦରକାର। ଜାଣିଛ କେଉଁ ଲୋକ ଆମକୁ ଧୋକା ଦିଅନ୍ତି? ଯାହାକୁ ଆମେ ଆମ ଜୀବନଠାରୁ ଅଧିକ ପ୍ରେମ କରିଥାଉ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଜୟ ଶ୍ରୀ କୃଷ୍ଣ। ତୁ ତ ଆସିକି ଖଡ଼